ନାଇଁ ଅଭିଜ୍ଞତାର କିଛି ଅଭାବ ନାହିଁ। ସେ ହଠାତ୍ ମହାପ୍ରଭୁଙ୍କର ଯେତେବେଳେ ଯେଉଁ ଜାଗାରେ ରହିବା କଥା ହଂସପଟା ଉପରେ ସେ ଆଉ ଟିକେ ଆଗକୁ ପଳେଇ ଆସିଥିଲେ। ଯଦି ଆଗକୁ ପଳେଇ ଆସିଥିଲେ ସେହି ସମୟ ଯେତେବେଳେ ମଙ୍ଗଳାର୍ପଣ ସରିଛି ସେତେବେଳେ ସମସ୍ତ ଯେଉଁମାନେ ଯେଉଁଠି ରହିବା କଥା ଭୁଜ ତଳେ ଯେଉଁଠି ଦଇତାମାନେ ରହିବା କଥା ପିଠିଆ ଯେମିତି ଶୁଆର ପିଲା ରହିବା କଥା ଦୌଡ଼ି ଯେମିତି ରହିବା କଥା ସେ ପଛ ଯେଉଁ ଡୋରଟା ଯେଉଁ ସେନାପଟାରେ ଯେଉଁଟା ପଛକୁ ଯିବା କଥା ସିଏ ଯେତେବେଳେ ଦିଅଁକୁ ଆଣିଛନ୍ତି ଯେଉଁମାନେ ଥିଲେ ଭୁଜ ତଳେ ସେ ହଠାତ୍ ସେ ପଛପଟ ଯେଉଁ ଭୁଜ ମାନେ ସେନାପଟର ଯେଉଁ ପଛକୁ ଯେଉଁ ଦୌଡ଼ଟା ସେ ହଠାତ୍ ଖସିଗଲା ଯେଉଁ ବନ୍ଧା ହେଇଥାଏ ସେ ଖସିଯିବା ଫଳରେ ଦିଅଁ ପଟରେ ପଛକୁ ପଳେଇଲେ ପୁଣି ସେ ଯେଉଁ ପିଠିଆ ଥିଲେ ଯେମିତି ପେଲି ଦେଇଛନ୍ତି ଦିଅଁ ପୁରା ଆଗକୁ ପଳେଇ ଆସିଲେ। ତେଣୁ ଅଭିଜ୍ଞତା କିଛି ନାହିଁ ହଠାତ୍ ଏଇଟା ଗୋଟେ ଦୁର୍ଘଟଣା। କେଉଁଠି ସେ ଯେଉଁ ଡୋର ଠିକ୍ ସେ ଲାଗିନଥିଲା ଅଭିଜ୍ଞତା ସମ୍ପନ୍ନ ସେବାୟତଙ୍କର ଅଭିଜ୍ଞତା ସମସ୍ତ ଅଭିଜ୍ଞତା ଅଛି ସମସ୍ତଙ୍କର କିନ୍ତୁ କ'ଣ ହେଲା ମହାପ୍ରଭୁ କେବେ ତ ଏମିତି ଘଟିନି ଆଜି ପର୍ଯ୍ୟନ୍ତ ଏମିତି ଡୋର ଖସିବା ଟିକେ ଆଗକୁ ପଳେଇ ଆସିଥିଲେ କି ଟିକେ ଆଗକୁ ଜଣାପଡ଼ୁଛି ନହେଲେ ଏମିତି ଘଟଣା ଘଟିନଥାନ୍ତା। ଆପଣ ଯେଉଁ କହୁଛନ୍ତି ହଂସପଟା ପାଖକୁ ମାନେ ଯେଉଁ ଜାଗା ରହିକିରି ଟାହିଆଟା ବନ୍ଧା ହେବା କଥା ସେଇଠୁ 5-6 ଇଞ୍ଚ ଖଣ୍ଡେ ଆଗକୁ ପଳେଇ ଆସିଥିଲେ। ଯଦି ପଳେଇ ଆସୁଛନ୍ତି ସେଇ ସ୍ଥାନରୁ କିଛି ଅସୁବିଧା ନାହିଁ। ହଠାତ୍ ଏଭଳି କାହିଁକି ଘଟିଲା ସେଇଟା କେହି କହିପାରିବେନି। ମାନେ ବାରମ୍ବାର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହେଇଥାନ୍ତି ଯେଉଁମାନଙ୍କର ଅଭିଜ୍ଞତା ରହିଛି ସେ କିଛି ସେବାୟତ ମାନେ ସେଥିରେ ଦେଖାଯାଉନଥିଲେ ବହୁତ ହୁଏ କିଛି ନାଇଁ ସେଇଟା ମୁଁ କହିବିନି ସମସ୍ତ ଅଭିଜ୍ଞ ସେବକମାନେ ସେଠି ଥିଲେ କିନ୍ତୁ ଏଇଟା ଗୋଟେ ଦୁର୍ଘଟଣା ବୋଲି କୁହାଯିବ। ମହାପ୍ରଭୁଙ୍କର କ'ଣ ହେଲା ସେ ଡୋର ଖସିଗଲା ସେଇଟା ହେଉଛି ବଡ଼ କାରଣ ସମସ୍ତ ଅଭିଜ୍ଞ ସେଠି ସମସ୍ତ ବରିଷ୍ଠ ଦଇତା କେଉଁ ଜାଗାରେ ଲାଗିଥିଲା ଯେଉଁଟା ସେନାପଟା ଯେଉଁ ଅଛି ଗୋଟେ ତଳେ ଲାଗିଥାଏ ଅଣ୍ଟାରୁ ଗୋଟେ ପଛକୁ ଯାଇଥାଏ ସେନାପଟା ଯେଉଁଠି ଅଛି ସେ ସେନାପଟା ଡୋରଟା ହଠାତ୍ ଖସିଗଲା ଯେଉଁଟା ଖସିବା କଥା ନୁହଁ। ସମସ୍ତ ଅଭିଜ୍ଞ ଥିଲେ କିନ୍ତୁ ଏଇସବୁ ମହାପ୍ରଭୁଙ୍କ ଲୀଳା କ'ଣ ତାଙ୍କର ଇଚ୍ଛା କାରଣ ସମସ୍ତ ଅଭିଜ୍ଞ ଆଉ ବହୁତ ବର୍ଷ ପହଣ୍ଡିରେ ନିୟୋଜିତ ଥିବା ସେବକମାନେ ଏଇ କାର୍ଯ୍ୟ ଥିଲେ ସମସ୍ତେ ଉପସ୍ଥିତ ଥିଲେ କିନ୍ତୁ ଯାହା ହଉ ମହାପ୍ରଭୁଙ୍କ ଇଚ୍ଛାରେ ବିଶେଷ କିଛି କାହାର କିଛି ହେଇନି।